କନ୍ଦାହାଣ୍ଡି ବ୍ଲକର କିଛି ଅଳ୍ପ ସଂଖ୍ୟକ ଛେଳି ରଖିକି ସେମାନେ କରୁଛନ୍ତି। ଆଙ୍କୁ ପଚାରିବା ସେମାନଙ୍କର ସୁବିଧା କଣ ସେମାନେ କି ପ୍ରକାର ଏ ଛେଳି ପାଳନ କରୁଛନ୍ତି ଆଉ କେତେ ଟଙ୍କା ଲାଭବାନ ହଉଛନ୍ତି। ସୋନୁ ଭାଇ କୋଉ ଗାଁ ତମର? ପୁରୁଣାହାଣ୍ଡ ସର ଅଛ। ଛେଳି ତମର ଭାଇ କେତେ ମୁଣ୍ଡ ଛେଳି ଅଛନ୍ତି ସବୁ? ଛେଳି 24 ମୁଣ୍ଡ ଅଛି 24 ମୁଣ୍ଡ ଛେଳି ରଖିଛ? ଭାଇ। ଆଚ୍ଛା, ଏଇଟା କେବେଠୁ ଏ ଛେଳି ପାଳନ କରିବାର ଶିଖିଲ? 3 ବର୍ଷ ଖଣ୍ଡେ ହେଇଗଲା ସେ। ଆଚ୍ଛା, 3 ବର୍ଷରେ କେତେଟା ତମେ ଛେଳି ଆଣିଥିଲ ପ୍ରଥମରେ? ଛେଳି 5ଟା ଖଣ୍ଡେ ଆଣିଥିଲି 5ଟା ଆଣିଥିଲ? ଭାଇ। ଆଚ୍ଛା, 5ଟା ଛେଳିରୁ କେତେ ଛେଳି ହେଲେଣି? ଛେଳି ତ 25 ଖଣ୍ଡେ ହେଇଗଲାଣି। କେତେ ଜଣ ମରିଗଲେ। ଆଉ କଣ ପାଇଁ ମରିଗଲେ? ସେ ଭ୍ୟାକ୍ସିନ ଟା ଦେଇ ପାରିଲୁ ନାହିଁ, ସେଟା ପାଇଁ ପାଟିରେ ଘା ହେଇକିରି ମରିଗଲେ କେତେଟା। ଓହୋ, ପାଟି ଘା ହେଇକିରି ମରି ଯାଉଛନ୍ତି। ତ ଆପଣମାନଙ୍କ ପାଖରେ ଡାକ୍ତର ଆସୁନାହାନ୍ତି କି? କାଇଁ ଆସୁନାହିଁ, ନିଜେ ଫୋନ ଫାନ କଲେ ଆସି ପଇସା ଦେଇକିରି ମାରୁଛୁ। କେତେ ନେଉଛନ୍ତି ପଇସା? ପଇସା ଏମିତି 300 400 ନେଉଛନ୍ତି। ଗୋଟେ ଛେଳିକୁ? ନାଇଁ ଗୋଟେ ନାଇଁ, ଏମିତି 10-12 ମୁଣ୍ଡ ଦେଇଦେଲେ 300-400 ଟଙ୍କା ନେଉଛନ୍ତି। ତାପରେ ଛେଳିକୁ ପଟାସ ଫଟାସ ଦେଉଛନ୍ତି, ଭ୍ୟାକ୍ସିନ ଦେଇକିରି ଯାଉଛନ୍ତି। ଆଚ୍ଛା, ତ ସରକାରୀ ସୁବିଧା ଆଉ କିଛି ନାହିଁ ତମକୁ? ସରକାରୀ ସୁବିଧା ବୋଲେ ଋଣବାଡି କଣ କରିଛ କି? ନାଇଁ ସାର୍, କରିନି। ଋଣବାଡି କିଛି କରିନ? କିଛି ନାହିଁ। ବର୍ତ୍ତମାନ 5 ମୁଣ୍ଡ ଛେଳିରୁ ତମର 25 ମୁଣ୍ଡ ଛେଳି ହେଲାଣି। କେତେ 3 ବର୍ଷରେ କେତେଟା ଛେଳି ତମେ ବିକିଲଣି? ଛେଳି ପ୍ରାୟ 10ଟା ଖଣ୍ଡେ ବିକିଛି। ଆଚ୍ଛା, ତମର ଲାଭ? ହେଲେ ଏଇରେ ଚଳୁଛ ନା ଆଉ କଣ ଅଛି ତମର? ନାଇଁ, ଆମର କିଛି ନାହିଁ, ଛେଳିରେ ଏକା ଚଳାଚଳ। ନବରଙ୍ଗପୁର ଜିଲ୍ଲାରେ ଛେଳି ଚାଷର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଏମାନଙ୍କୁ କିଛି ସୁବିଧା କରନ୍ତୁ। ଦେଖନ୍ତୁ, ମୋର ଆଖି ଆଗରେ 20 ମୁଣ୍ଡ ଖଣ୍ଡେ ଛେଳି ଅଛନ୍ତି। ଆଉ ଆଦାୟ କେତେ ହଉଛି ଭାଇ? ଶିବ ଗାଧବା। ଗାଁଟା? ପୁରୁଣାହାଣ୍ଡ ସାର୍। ଛେଳି କାହାର? ମୋର। କେତେ ବର୍ଷ ହେଲା ଛେଳି ପାଳନ କରୁଛ? ଗୋଟେ ହେଲା 3-4 ବର୍ଷ ହେଲା। 3-4 ବର୍ଷ ହେଲା। କେତେ ଛେଳି କିଣିଥିଲ? କିଣିବାଟା ଗୋଟେ 6-7 ମୁଣ୍ଡ କିଣିଥିଲି। ଏବେ 25 ମୁଣ୍ଡ ଖଣ୍ଡେ ଅଛି। 25 ମୁଣ୍ଡ ଖଣ୍ଡେ ଅଛନ୍ତି। ଆଚ୍ଛା, କେମିତି ଖର୍ଚ୍ଚ କଣ ହଉଛି ଆଙ୍କର? ଖର୍ଚ୍ଚ ବୋଲେ ଚାରା ବୁଲା ତ କରୁଛୁ, ବେଶୀ ଖାଲି ଚୋରେଇବାଟା ଯାହା ଖର୍ଚ୍ଚ। ଏମାନେ ବାହାରେ ଖାଇକି ଯାଇକି ଘରେ କେତେ ପିଲା ଛୁଆ କେତେ ଜନ୍ମ ଆସୁଛି? ପିଲା ଛୁଆ 2-2ଟା ପକଉଛନ୍ତି। ଗୋଟେ ଛେଳି 2ଟା ଲେଖା ପକଉଛନ୍ତି? ଆଚ୍ଛା, କେତେ ମୁଣ୍ଡ ଛେଳି ପକେଇଲେଣି? 2ଟା ପକାଇଛନ୍ତି। 2ଟା ପକେଇଛନ୍ତି। କେତେ ଆଦାୟ ହେଇଛି ତମର ଏଇ ଯୋଉ ଛେଳି ଆଣିଲା ଦିନ ଠାରୁ? କେତେ ଆଦାୟ କରିସାରିଛ? ବର୍ଷକୁ 20-30 ହଜାର ଏମିତି ଆଦାୟ ଅଛି। 22 ମୁଣ୍ଡ ଅଛି। ଆଚ୍ଛା, ଏବେ କଣ ବିକିଥିଲ କି? ବକଡ଼ା 2ଟା, ପେଟି 2ଟା ବିକିଲେ। କେତେରେ ବିକିଲ? ବିକିଲି 21,000 ଟଙ୍କା ବିକିଲ। ହେଲେ ତମକୁ ଲାଭ ଅଛି ନା କ୍ଷତି ଅଛି? କ୍ଷତି ଯାକ ଅଛି, କୋଉଠି ଲାଭ ଅଛି? ବର୍ଷ ସାରା ଚାରା ବୁଲା କର। ଆଚ୍ଛା, ନାଇଁ ସେ ପିଲା ପକେଇଲା ତ ତମ କ୍ଷତି ନା, ସେଇଟା ଲାଭ ନୁହଁ କି? ଲାଭ ଅଛି। ସରକାରୀ ସହାୟତା କଣ ମିଳୁଛି କି ନାଇଁ? ନାଇଁ, କିଛି ମିଳୁନି। ଡାକ୍ତର କିଏ ଆସୁଛନ୍ତି କି ନାଇଁ, ଦେଖୁଛନ୍ତି କି ନାଇଁ? ଡାକ୍ତର ବୋଲେ ପଇସା ଦେଇକିରି ମାରୁଛନ୍ତି। କଣ ପଇସା ନେଉଛନ୍ତି? ଏଇ ଭ୍ୟାକ୍ସିନ ଯାକ ମାରିଲେ ପଇସା ନେଉଛନ୍ତି। ଫ୍ରିରେ ଦଉନାହାନ୍ତି? ଫ୍ରିରେ ଦଉନାହାନ୍ତି। ଟ୍ରିଟମେଣ୍ଟ ସମାନ ହଉଛି କି ନାଇଁ? ଟ୍ରିଟମେଣ୍ଟ ହେଉଛି। କଣ ରୋଗ ହଉଛି ଛେଳି ମାନଙ୍କୁ? ପାଟି ଘା, ଚମର ରୋଗ ଯାକ ହେଉଛି। ତାକୁ କରିବା ପାଇଁ ଔଷଧ ପାଇଁ ଇଏ କରାହଉଛି। ଆସୁଛନ୍ତି, ଦେଖୁଛନ୍ତି ମାତ୍ର? ଆଚ୍ଛା, ହଉ, ଧନ୍ୟବାଦ।